এই ভিডিওটা ମୁଁ କାହାକୁ ଆକ୍ଷେପ କରି କହୁନାହିଁ। ମୁଁ ଏଇ ଭିଡିଓଟା ସେଇମାନଙ୍କ ପାଇଁ କହୁଛି ଯୋଉମାନେ ଭାଡୁଆ, ଯୋଉମାନେ ଚାଷୀଙ୍କ ଜୀବନ ସହ ଖେଳୁଛନ୍ତି, ଚାଷୀଙ୍କ ଭବିଷ୍ୟତ ଆଉ ଆଶାକୁ ଧୂଳିସାତ କରୁଛନ୍ତି। ଦୟାକରି କେହି ଦେହକୁ ନେବେନି। ଖାଲି ଚାଷୀ ଭାଇ ମାନେ ଯୋଉମାନେ ଅଛନ୍ତି, ମୋର ଅଗଣିତ ଚାଷୀ, ଓଡିଶାର ଯେତେକ ପ୍ରତ୍ୟେକ ଚାଷୀ ଯୋଉମାନେ ପ୍ରତିଶ୍ରୁତି ଦେଇଥିଲେ, କହିଥିଲେ କଣ, କରୁଛନ୍ତି କଣ, ଧ୍ୟାନ ଦେବେ। ଭାଇ ର ର ର ର ର ର ମୁଁ ଯାଉଛି। ଆରେ ତୁ ଏକା ପାରିବୁନୁ ସାଙ୍ଗ ହେଇକି ଉଠେଇବା, ସାଙ୍ଗ ହେଇକି ଉଠେଇକି ନେବା। ତୁ ର ର ବ୍ୟସ୍ତ ହନା ମୁଁ ଯାଉଛି। ର ଆରେ କାହିଁକି କଣ ହେଲା କି? ଆସେନି ଗୋଟେ ଅସୁବିଧା ହେଇଯାଇଛି। ଅସୁବିଧା? ହଁ ଆରେ କଣ ସେ ଅସୁବିଧାଟା? ଆରେ ଶୁଣୁନୁ ଶୁଣେ ଏ ଅଖାରେ ଆମେ କେମିତି ଧାନ ଭରି କରିବୁ? କେତିକି ଆମେ ହଇରାଣ ଭରି କରୁଛୁ ମନେ ହବ। ଚାଷୀ କୋଉ ପ୍ରକାର ଅବସ୍ଥାରେ ଭରି କରିବ ଧାନ ଫଟା ଆକା ସୋସାଇଟି ପଠେଇଦେବି। ଚାଷୀ ହଇରାଣ କରିବା ପାଇଁ ଭୋଟ ଦିଆଯାଇଥିଲା କି? ଏ ଚାଷୀକି ହଇରାଣ କରିବା ପାଇଁ ଆପଣଙ୍କୁ ଭୋଟ ଦିଆଯାଇଥିଲା କି? ଏ ଅଖାରେ ମନେ ହବ। ଏ ଅଖାରେ ରାସ୍ତା ନାହିଁ, ଆମେ କୋଉ ପ୍ରକାର ଧାନ ଭରି କରିବୁ ମନେ ହବ। 4 ଲୋକ ମୂଲିଆ ଡାକିଛି, ସେ ମୂଲିଆର ପଇସା କିଏ ଦବ? କୁହନ୍ତୁ, ଆପଣ କୁହନ୍ତୁ। ଏ ଅଖାରେ ଏପଟେ ରାସ୍ତା ନାହିଁ, ଏପଟେ ରାସ୍ତା ନାହିଁ। ମେଲି ବାଲା ଗନ୍ଧି ଉପରେ ଅଖା ଦେଇଦେଲା। ମେଲି ବାଲା ଗନ୍ଧି ଉପରେ ଅଖା ରିଜେକ୍ଟ ଅଛି। 80 ଅଖା ରିଜେକ୍ଟ ଅଛି। 80 ଅଖାରୁ 20 ଅଖା ରିଜେକ୍ଟ। କୋଉ ପ୍ରକାର ମନେ ହବ? ଧାନ ପଠେଇବୁ ମେଲିକି। ଚାଷୀକି ବିଷ ଦେଇ ମାରି ଦଉନାହାନ୍ତି, ଭଲ ହବ, ସରକାର ବଞ୍ଚିବ। 3-4 ଲକ୍ଷ ନେଇ ଦରମା ପାଉଛନ୍ତି, କଣ ହେଲା? ଘର ତ ଆପଣଙ୍କ ଫ୍ୟାମିଲି ଘର ସୁଖରେ ବଞ୍ଚିବେ ନା। ଚାଷୀ ମତୁ, ଚାଷୀ ମଲେ ଆପଣ ଯାଉଛି ନଷ୍ଟି କଣ ହଉଛି? ଚାଷୀ ତ ମରିଯାତୁ, ତମେ ଦେଶରେ ବଞ୍ଚିଥ। ଆରେ ଏଇ କଥାରେ କିଛି ଅସୁବିଧା ନାହିଁ, କିଛି ଅସୁବିଧା ହବନି, ବୁଝିଲୁ ନା। ଆମେ ତ ଚାଷୀ, ପଛ ଦବା ବସି, ବୁଝିଲୁ ନା। ଏଇ ଦେଖେ, ଶୁଣୁ 3100 ଟଙ୍କା ଯୋଉ ଧାନ କହୁନଥିଲେ ସାରେ, ତାପରେ କଣ କହୁଛନ୍ତି ଟିକେ ଶୁଣୁନୁ। ସରକାର କିଣିବେ, କିନ୍ତୁ 1300 କୁଇଣ୍ଟାଲ ପର୍ଯ୍ୟନ୍ତ ଆମେ 3100 ଟଙ୍କାରେ କିଣିବୁ। ତାପରେ ଯୋଉମାନେ ଅଧିକା ବିକିବେ ସେମାନେ 2369 ଟଙ୍କାରେ ବିକିବେ, ମାନେ ଏମଏସପିରେ ବିକିବେ। କିନ୍ତୁ 1300 କୁଇଣ୍ଟାଲ ପର୍ଯ୍ୟନ୍ତ ଆମେ 3100 ଟଙ୍କା ଦବୁ। ଇଏ ବ୍ୟବସ୍ଥା ସାରା ଓଡ଼ିଶାରେ ଲାଗୁ ହେଇଛି, ବାଲେଶ୍ୱର ଜିଲ୍ଲାରେ ଲାଗୁ। ଧାନ କିଣିବା ପାଇଁ କୌଣସି ଲିମିଟ ନାହିଁ। ଆରେ ଶୁଣିଲୁ ତ? ହଁ ହଁ ଆଚ୍ଛା କହିଲୁ, ଭୋଟ କୋଉଠି ଦେଇଥିଲୁ? ଫୁଲରେ ନାମ କେମିତି ନେଲୁ? ପୁରା ଭଲରେ। ବୁଝିଲ ତ? ହଁ ଆରେ ଧାନ ବା କଣ କହିଥିଲେ 3100 ଟଙ୍କା? ଇଏ ତମ ମନିଫେଷ୍ଟରେ ଲେଖା ହେଇଥିଲା ନା? ହଁ ଲେଖା ହେଇଥିଲା 3100 ଟଙ୍କା। ଏବେ କଣ କହୁଛନ୍ତି 150 କୁଇଣ୍ଟାଲ ଉପରେ ହେଲେ ଦେବେନି। ବାସ୍, ମନିଫେଷ୍ଟରେ ଲେଖା ହେଇଥିଲା, କିନ୍ତୁ କେତେ ଧାନ ବୋଲି ତ ଲେଖା ହେଇନଥିଲା ନା। ନାଇଁ ବୁଝିପାରୁଛୁ ତ? ହଁ ତାଙ୍କ ଇଚ୍ଛା, ତାଙ୍କ ମନ, ଗାଦି ତାଙ୍କର, ସବୁ ତାଙ୍କର, ବୁଝିଲୁ ନା। ହଁ ସେଇଥିପାଇଁ କହେ, ଭୋଟ ଦେଇଛୁ ଯଦି ବାପା ଫୁଲରେ, ନାମ ନବା ଭଲରେ। ବୁଝିପାରିଲ ନା। ଦୟାକରି ଧ୍ୟାନ ଦେବେ, ମନ ଦେବେ ମୋ ଓଡିଶାର ସମସ୍ତ ଚାଷୀ ଭାଇ ମାନେ। ଆଉ ଏଇ ଭିଡିଓଟା ମୁଁ କାହାକୁ ଆକ୍ଷେପ କରି କହୁନାହିଁ। ମୁଁ ଏଇ ଭିଡିଓଟା ସେଇମାନଙ୍କ ପାଇଁ କହୁଛି ଯୋଉମାନେ ଭାଡୁଆ, ଯୋଉମାନେ ଚାଷୀଙ୍କ ଜୀବନ ସହ ଖେଳୁଛନ୍ତି, ଚାଷୀଙ୍କ ଭବିଷ୍ୟତ ଆଉ ଆଶାକୁ ଧୂଳିସାତ କରୁଛନ୍ତି। ଦୟାକରି କେହି ଦେହକୁ ନେବେନି। ଖାଲି ଚାଷୀ ଭାଇ ମାନେ ଯୋଉମାନେ ଅଛନ୍ତି, ମୋର ଅଗଣିତ ଚାଷୀ, ଓଡିଶାର ଯେତେକ ପ୍ରତ୍ୟେକ ଚାଷୀ ଯୋଉମାନେ ପ୍ରତିଶ୍ରୁତି ଦେଇଥିଲେ, କହିଥିଲେ କଣ, କରୁଛନ୍ତି କଣ, ଧ୍ୟାନ ଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।